हेलो पिला माने मु होउची विजय कुमार पंडा समस्त को स्वागत करूची आज क्लास को गुड मॉर्निंग आज आमे पढ़िबा आदर्श विद्यालय परीक्षा पई पंचम श्रेणी रो कोन इंग्राजी बही फर्स्ट स्टोरी आमे फर्स्ट पोएम ठु आरंभ करिबा गोटी गोटी करी मु क्वेश्चन आंसर भी कराइबी फर्स्ट थ्योरी पढ़ाइबी पुणी गोटे क्लास रे पुणी नेबी पुणी सब सब प्रश्न सॉरी सब ସବୁ ପାଠର ସବୁ ଲେସନ ର ମୁଁ କଣ କରିବି କ୍ୱେଶ୍ଚନ ଆନ୍ସର ବି କରିବି ଠିକ ଅଛି ସେଥିପାଇଁ ତମ ମାନଙ୍କୁ କଣ କରିବାକୁ ପଡିବ ପ୍ରଥମେ ସବସ୍କ୍ରାଇବ କରିଦେବାକୁ ପଡିବ କଣ ପାଇଁ ସବସ୍କ୍ରାଇବ କରିବୁ ସାର୍ ସବସ୍କ୍ରାଇବ କରିଦେଲେ ପୁଣି ନେକ୍ସଟ ଭିଡିଓ ଯେବେ ଅପଲୋଡ କରିବି କ୍ୱେଶ୍ଚନ ଆନ୍ସର ର ସବୁତକ ତମକୁ ନୋଟିଫିକେସନ ଆସିଯିବ ତାପରେ ତମେ କ୍ଲିକ କରି ପୁଣି ଦେଖିପାରିବ ଠିକ ଅଛି ପିଲାମାନେ ଟାଇମ ଲଷ୍ଟ ନ କରି ଏବେ ଆରମ୍ଭ କରିବା ସାର୍ କଣ ଅଛି ଫନ୍ ୱିଥ ଇଂଲିଶ ଲେସନ 1 ଲେଖା ହେଇଛି ଦେଖ ତାପରେ ଲେଖା ହେଇଛି ତଳେ ଫନ୍ ୱିଥ ଇଂଲିଶ ପାଠ 1 ଲେସନ 1 ମାନେ ପାଠ 1 ଫନ୍ ୱିଥ ଇଂଲିଶ ଇଂଲିଶ ସହିତ ମଜା କର ମାନେ ତାର ଅର୍ଥ କଣ ସାର୍ ଇଂଲିଶ ସହିତ କଣ ମଜା କରିବୁ ନା ନା ସାର୍ ସେଇଆ ନୁହଁ ଇଂଲିଶ ପଢି ପଢି ମାନେ ଇଂଲିଶ ଲୋକ ପିଲାମାନଙ୍କୁ କଣ ନା ଇଂଲିଶ ଭଲ ଲାଗେନି ପଢିବା ପାଇଁ ବୋର ଲାଗେ ମାନେ କଷ୍ଟିଆ ଲାଗେ ସେଥିପାଇଁ ସେ କହୁଛି କି ଇଂଲିଶ ସହିତ ମଜା ମଜାରେ ଇଂଲିଶ ପଢ ଠିକ ଅଛି ପିଲାମାନେ କଣ କହୁଛି ମଜା ମଜାରେ ଇଂରାଜୀ ପଢିଲେ ତମକୁ ଇଂରାଜୀ ପଢିଲା ବୋଲି ଲାଗିବନି ତମକୁ ଲାଗିବ କି ଓଡିଆ ପଢୁଛି ବାସ୍ ଠିକ ଅଛି ଆଚ୍ଛା ଆଚ୍ଛା ସାର୍ ପାଠ ନା କଣ ଦ ମଙ୍କି ଫ୍ରମ ରାଇଜର ଦ ମାନେ କଣ ସାର୍ ଦ ହଉଛି ଗୋଟେ ଆର୍ଟିକିଲ ଦ ହଉଛି ସାର୍ କଣ ଗୋଟେ ଆର୍ଟିକିଲ ଦେଖ ପିଲାମାନେ ବୋର ହବନି ମୁଁ ତମକୁ ଇଂଲିଶ ଗ୍ରାମାର ବି ପଢେଇବି ଏଠି ଆଉ ପାଠ ବି ପଢେଇବି ଦିଟା ପଢେଇବି ତମର ମୁଁ ଯେତେବେଳେ ସାରିଦେବି ବହିକୁ ତମେ ଇଂଲିଶ ଗ୍ରାମାର ବି କମ୍ପ୍ଲିଟ କରି ସାରିଥିବ ଗ୍ୟାରେଣ୍ଟି ଦେଇକିରି କହୁଛି ଠିକ ଅଛି ପଣ୍ଡା ସାର୍ କହୁଛନ୍ତି ଟି ବିଶ୍ୱାସ କରିବନି ନା କଣ ମ ଦେଖ ଏଇଟା କଣ ମଙ୍କି ମାନେ ହଉଛି ମାଙ୍କଡ MONKY ମଙ୍କି ମାନେ ମାଙ୍କଡ ଫ୍ରମ ମାନେ ପିଲାମାନେ ଠାରୁ ରାଇଜର ରାଇଜର ହଉଛି ପିଲାମାନେ ଗୋଟେ ଗୋଟେ ସ୍ଥାନର ନାମ ଯେମିତି ଭୁବନେଶ୍ଵର କୋରାପୁଟ ଗୋଟେ ଗୋଟେ ସ୍ଥାନ ନା ନାଇଁ ସେଇଭଳିଆ ରାଇଜର ହଉଛି ଗୋଟେ ସ୍ଥାନର ନାମ ସାର୍ ତାହେଲେ ରାଇଜର ଠାରୁ ଗୋଟେ ମଙ୍କିର ମାନେ ରାଇଜର ର ଗୋଟେ ମଙ୍କି ବିଷୟରେ ଆମେ ପଢିବା ରାଇଜର ବୋଲି ଗୋଟେ ପ୍ଲେସ ଅଛି ସେଇ ପ୍ଲେସ ର ଗୋଟେ ମଙ୍କି ସେଇ ପ୍ଲେସ ରୁ ଗୋଟେ କଣ ମଙ୍କି ଆସିଥିଲା ସେଇ ପ୍ଲେସ ଠାରୁ ରାଇଜର ଠାରୁ ସେଇ ମଙ୍କି ବିଷୟରେ ଆମେ ଟିକେ ପଢିଦବା ଠିକ ଅଛି ଚାଲ କଣ ଦେଇଛି ସାର୍ ପିକ୍ଚର ଏଠି ଦେଇଛି ଲୁକ୍ ଏଟ୍ ଦ ପିକ୍ଚର ସୋସିଆଲାଇଜେସନ ପ୍ରି ରିଡିଂ ମାନେ ପଢିବା ପୂର୍ବରୁ କଣ କରିବ ସେଇଟା ବି ସେ ଦେଇ ଦେଇଛି ପଢିବା ପୂର୍ବରୁ ଲୁକ୍ ଏଟ୍ ଦ ପିକ୍ଚର ପିକ୍ଚର କୁ ଦେଖିବ ଇନ୍ one of the picture a monkey is riding a tiger sir riding ମାନେ କଣ riding ମାନେ ଚଲେଇବା ବା ଚଢିବା ଉପରେ ଚଢିବା ଗୋଟେ ଦେଖ ପିକ୍ଚର ଦେଖ ଦେଇଛି କି ଗୋଟେ ରାଇଡିଂ କରୁଛି ମାନେ ସେ ଚଲେଇଲା ବେଳେ ଡ୍ରାଇଭର ଯେମିତି ଗାଡି ଚଲେଇନି ସେ ପିଠିରେ ଚଢିକିରି ଚଲଉଛି ଠିକ ଅଛି ଚାଲ ବସିବା ପିଠିରେ ବସିକି ଯାଉଛି କିଏ ମଙ୍କି will the monkey be happy riding a tiger ସେ ମଙ୍କି ଉପରେ ବସିକିରି ଖୁସି ହେଇଛି ଖୁସି ହଉଛି ନା ଖୁସି ଖୁସି ବୋଲି ଜଣା ପଡୁଛି ନା ଦୁଃଖ ମନ ଅଛି in the other picture ଆଉ ଗୋଟେ ପିକ୍ଚର ସାର୍ ଏଇଟା କଣ ଅଛି the tiger is there but the monkey is not there लेकिन ସାର୍ ଫାର୍ଷ୍ଟ ପିକ୍ଚରରେ ତ ସାର୍ ମଙ୍କି ଅଛି लेकिन ସେକେଣ୍ଡ ପିକ୍ଚରରେ ତ ମଙ୍କି ନାହିଁ ଗଲା କୁଆଡେ ସେଥିପାଇଁ ସେ କହୁଛି where did the monkey ଗଲା କୁଆଡେ ମଙ୍କି କୁଆଡେ ଗଲା ସାର୍ ମୁଁ ବି ଜାଣିନି ଏପର୍ଯ୍ୟନ୍ତ ପଢିଲେ ସିନା ଜାଣିବା let's read the poem and enjoy it ତାପରେ ପଢ ଜାଣିବ ଆଉ ଏନ୍ଜୟ କର କହୁଛି ଠିକ ଅଛି ମଜା ମଜାରେ ପଢିବା ଇଂରାଜୀ ଦେଖ ହୁଇଲ ରିଡିଂ ଯେତେବେଳେ ତୁମେ ରିଡିଂ କରୁଛ ଆଚ୍ଛା there was a monkey from riser there ମାନେ ସେଠାରେ was ମାନେ ଥିଲା a ମାନେ ଗୋଟିଏ monkey ମାନେ ମାଙ୍କଡ from ମାନେ ଠାରୁ riser
ରାଇଜର ବୋଲି ଗୋଟେ ଜାଗା ଥିଲା। ସେହି ସ୍ଥାନରୁ ବା ସେହି ଜାଗାରୁ ବା ସେଇ ରାଇଜରରୁ ଗୋଟେ ମଙ୍କି, ସେଇ ରାଇଜରରେ ଗୋଟେ ମଙ୍କି ଥିଲା। ସେଇ ରାଇଜର ଦେୟାର ମାନେ ଏଇଟା କଣ? ଏଇଟା ହଉଛି ପ୍ରୋନାଉନ, ଇନଡେଫିନାଇଟ ପ୍ରୋନାଉନ। ଦେୟାର କଣ? ଦେୟାର ହଉଛି ଇନଡେଫିନାଇଟ ପ୍ରୋନାଉନ। ସାର୍ ପ୍ରୋନାଉନ କାହାକୁ କୁହାଯାଏ? ନାଉନ ବଦଳରେ ଯିଏ ବସିବ ତାକୁ କୁହାଯିବ ପ୍ରୋନାଉନ। ନାଉନ ଜାଗାରେ ଯିଏ ବସିବ ତା ନାଁ ହେଇଯିବ ପ୍ରୋନାଉନ। ତୁମେ ପିଲାମାନେ ଯଦି ନାଉନ ଜାଗାରେ ବସିଦେଲ ତମ ନାଁ ବି ହେଇଯିବ ପ୍ରୋନାଉନ। ବୁଝିପାରିଲ? ଦେୟାର ହଉଛି ଗୋଟେ ପ୍ରୋନାଉନ। ମୁଁ ଇଂଲିଶ ଗ୍ରାମାର ବି ଭଲରେ ଆଣିବି, ସବୁ କ୍ଲାସ କରାଇବି, ଠିକ ଅଛି? ତୁମେ ଖାଲି ଚ୍ୟାନେଲକୁ ଖାଲି ସବସ୍କ୍ରାଇବ କରିଚାଲ ବାସ୍, ଠିକ? ଆଉ ଫୁଲ ଭିଡିଓ ଦେଖ, ଏ ମୁଣ୍ଡରୁ ସେ ମୁଣ୍ଡକୁ ଦେଖ, ସ୍କିପ କରିବନି ଜମା, ଠିକ ଅଛି? ନହେଲେ ପୁଣି ପସ୍ତାଇବ, କିଛି ବୁଝିପାରିବନି ଅଧାରୁ ସ୍କିପ କରିଦେଲେ। ଲାଷ୍ଟ ଆଡକୁ ବଢିଆ ଅଛି। ଦେୟାର ୱାଜ ଏ ମଙ୍କି। ରାଇଜର ଗୋଟେ ମଙ୍କି ଥିଲା। ହୁ ରୋଡ ଅନ ଏ ଟାଇଗର। ଯିଏ କି ସାର୍ କଣ କରୁଥିଲା? ରୋଡ କରୁଥିଲା। ଯିଏ କି ସାର୍ କଣ କରୁଥିଲା? ରୋଡ କରୁଥିଲା। ରୋଡ ମାନେ ସେ ତା ପିଠିରେ ବସିକିରି ଯାଉଥିଲା। କାର ପିଠିରେ ସାର୍? ବାଘ ପିଠିରେ ବସିକି ଯାଉଥିଲା। କିଏ ସାର୍? ମଙ୍କି। ଗୋଟେ ମଙ୍କି ଥିଲା, ସେ ମଙ୍କି ରୋଡ କରୁଥିଲା। ମାନେ ଗାଡି ତା ଉପରେ ବସିକି ଯାଉଥିଲା, ଠିକ? ହୁ ରୋଡ ଅନ ଏ ଟାଇଗର। ସେ ରୋଡ କରୁଥିଲା। ଆଚ୍ଛା ପିଲେ, ଆରଆଇଡି ରାଇଟ ମାନେ ଚଲେଇବା, ମାନେ ଚଢିକି ଯିବା। ତାହେଲେ ରୋଡ ମାନେ କଣ ସାର୍? ଚଢିକି ଯାଉଥିଲା। ଏଇଟା ହଉଛି ପାଷ୍ଟ ଟେନ୍ସ ପିଲାମାନେ। ଏଇଟା କଣ? ଏଇଟା ପାଷ୍ଟ ଟେନ୍ସ। ଆଚ୍ଛା ସାର୍, ଏଇ ଯୋଉ ହୁ ଟା ଏଇଟା କୋଉଠୁ ଆସିଲା? ଏଇଟା ହୁ ଟା ଏଇଟା କଣ ସାର୍? ହୁ ଯେମିତି ଦେୟାର କହିଲେ ଗୋଟେ ପ୍ରୋନାଉନ, ଇନଡେଫିନାଇଟ ପ୍ରୋନାଉନ, ସେଇ ଭଳିଆ ହୁ ଟା କଣ? ହୁ ହଉଛି ପିଲାମାନେ କଣ? ରିଲେଟିଭ ପ୍ରୋନାଉନ। ଇଏ କାହାକୁ ରିଲେଟ କରୁଛି? ଏ ମଙ୍କି କୁ ରିଲେଟ କରୁଛି। ଗୋଟିଏ ମଙ୍କି କୁ ରିଲେଟ କରୁଛି ହୁ, ସେଥିପାଇଁ ଏଟା ରିଲେଟିଭ ପ୍ରୋନାଉନ। ବୁଝିପାରିଲ ନା? ଏ ମଙ୍କି ବଦଳରେ ଆସିଛି। ମୁଁ କହିଲି ନା, ଯିଏ ନାଉନ ବଦଳରେ ଯିଏ ବସିବ, ନାଉନ ଜାଗାରେ ଯିଏ ବସିବ ତା ନାଁ ହେଇଯିବ ପ୍ରୋନାଉନ। ଏଇ ହୁ ଟା କାହା ଜାଗାରେ ବସିଛି? ଏଟା ରିଲେଟ କରୁଛି ଆଉ ମଙ୍କି ଜାଗାରେ ବସିଛି, ସେଥିପାଇଁ ହୁ ହେଇଯିବ ଗୋଟେ ପ୍ରୋନାଉନ। ରୋଡ ଅନ ଏ ଟାଇଗର। ସେ କଣ କରୁଥିଲା ସାର୍? ସେ ରୋଡ କରୁଥିଲା, ମାନେ ତା ଉପରେ ବସିଥିଲା। ତାପରେ ଦେ ରିଟର୍ନ ଫ୍ରମ ଦ ରାଇଟ। ସେ କଣ କରୁଥିଲା? ସେ ଫେରୁଥିଲା। ରାଇଟ କରି କରି ଫେରୁଥିଲା। ଠିକ ଅଛି ପିଲାମାନେ? ସେମାନେ ଗୋଟେ ଜାଗାକୁ ଯାଇଥିଲେ। କୋଉଠିକି? ବାଘ ଆଉ କିଏ? ବାଘ ଆଉ ମାଙ୍କଡ, ମଙ୍କି। ସେମାନେ ଫେରୁଥିଲେ ସେଇଠୁ। ଲେକିନ ସେମାନେ ତ ଗଲା ବେଳେ ତ ମାଙ୍କଡ ଥିଲା, ଲେକିନ ଫେରୁଥିଲେ କଣ ହେଲା ତାପରେ ଦେଖିବା। with the monkey inside। ଲେକିନ ପିଲେ, ସେ ମଙ୍କି ଟା କୋଉଠି ଥିଲା? ଆସିଲା ବେଳେ ଯେତେବେଳେ ସେମାନେ ରିଟର୍ନ କରୁଥିଲେ, ରିଟର୍ନ ମାନେ ଫେରିବା, ସେମାନେ ଯେତେବେଳେ ରିଟର୍ନ କରୁଥିଲେ ସେତେବେଳେ ମଙ୍କି ଟା କୋଉଠି ଥିଲା ସାର୍? ଇନସାଇଡ। ମାନେ କାହାର ଇନସାଇଡ ସାର୍? ମୁଁ ତ ଜାଣିପାରୁନି ଏପର୍ଯ୍ୟନ୍ତ କାହାର ଇନସାଇଡ। ଦେଖିବା, ଆଗକୁ ଦେଖିବା, ପଢିବା, ଦେଖିବା। And the smile on the face of the tiger। वाह, ସେ ତ ଇନସାଇଡ ରେ ଥିଲା। କିଏ? ମଙ୍କି। ମଙ୍କି, ମଙ୍କି, ମଙ୍କି ଥିଲା ଇନସାଇଡ, ମାନେ କୋଉଠି ଗୋଟେ ଭିତରେ ଥିଲା। ଭିତରେ ରଖିଦେଲି, ଦେଖନ୍ତୁ, ଭିତରେ ଥିଲା। ତାହେଲେ ସାର୍ ସ୍ମାଇଲ କିଏ କରୁଥିଲା? ହସୁଥିଲା। ତାହେଲେ ବାଘଟା ହସୁଥିଲା କି? ଆରେ ବା, ଫେସ୍ ଅଫ ଦ ଟାଇଗର। ଫେସ୍ ମାନେ ପିଲେ ମୁହଁ। ମୁହଁ କାର ମୁହଁରେ? ଟାଇଗର ର ମୁହଁରେ। ଟାଇଗର ର ମୁହଁରେ କଣ ଥିଲା? ସ୍ମାଇଲ ଥିଲା, ମାନେ ସେ ହସୁଥିଲା। ଠିକ ଅଛି? କଣ ପାଇଁ ହସୁଥିଲା ସାର୍? ସେ କଣ ନା, ତାକୁ ଭୋକ ହଉଥିଲା। ସେଇ ମାଙ୍କଡକୁ ସେ ଖାଇଦେଲା ଫେରିଲା ବେଳେ। ଠିକ ଅଛି? ସେଇଥିପାଇଁ ସେ ହସୁଥିଲା। ଠିକ? There was a monkey from ରାଇଜର। ସେଠାରେ ଗୋଟେ କଣ ଥିଲା? ସେଇ ରାଇଜରରେ ଗୋଟେ ମଙ୍କି ଥିଲା। ଆଚ୍ଛା ପିଲାମାନେ, ଦେଖ ଏଠାରେ କଣ ଅଛି? ଦ ଟାଇଗର ଅଛି। ଦ ଟାଇଗର ଅର୍ଥ କଣ ସାର୍? ଦ ହଉଛି ପିଲେ ଗୋଟେ କଣ? ଆର୍ଟିକିଲ। ଏଠି ଦ ହଉଛି ଗୋଟେ ଆର୍ଟିକିଲ। ସାର୍ ଆର୍ଟିକିଲ କେତେ ପ୍ରକାର? ଦୁଇ ପ୍ରକାର। ଆର୍ଟିକିଲ କେତେ ପ୍ରକାର? ଦୁଇ ପ୍ରକାର। ଗୋଟେ ହେଲା ଡେଫିନାଇଟ ଆର୍ଟିକିଲ, ଆଉ ଗୋଟେ ହେଲା ଇନଡେଫିନାଇଟ ଆର୍ଟିକିଲ। ମୁଁ ଏଇ ବିଷୟରେ ବି ଟୋଟାଲ ଭିଡିଓ ଆଣିବି। ଠିକ ଅଛି? ତୁମକୁ ଜମା କଷ୍ଟ କରିବାକୁ ପଡିବନି, କୋଉଠି ଟ୍ୟୁସନ ବି ନେବାକୁ ପଡିବନି, ମୁଁ ସବୁ ଯୋଗେଇବି। ଠିକ ଅଛି ପିଲାମାନେ? ଖାଲି ସବସ୍କ୍ରାଇବ କରିଚାଲ ବାସ୍। ଠିକ?
ଆଚ୍ଛା ସାର୍ ତାପରେ କଣ ହେଲା ସେଇଠି ସେ ଦେଖ ମୁଁ ଆଉ ଥରେ କହିଦଉଛି ରାଇଜର ବୋଲି ଗୋଟେ ଜାଗା ସ୍ଥାନ ଥିଲା ସେ ସ୍ଥାନରେ ଗୋଟେ ମଙ୍କି ଥିଲା ସେ ମଙ୍କି ଥରେ କଣ କରୁଥିଲା ଟାଇଗର ର ଉପରେ ବସିକିରି ପିଠି ଉପରେ ବସିକିରି ଯାଉଥିଲା ତାପରେ ପିଲେ ସେଇଠି କୋଉଠିକି ଗୋଟେ ଯାଉଥିଲା ଆଉ ଯୋଉଠିକି ଯାଉଥିଲା ସେଠୁ ପୁଣି ଫେରିଲା ପରେ କଣ କଲା ସେ ଆଉ ନଥିଲା କିଏ ନଥିଲା ସାର୍ ମାଙ୍କଡଟା ନଥିଲା ଆଉ ସାର୍ କଣ ଘଟିଲା ତାହେଲେ ମାଙ୍କଡଟା ନଥିଲା ଥିଲା କିଏ ଥିଲା ବାଘଟା ଥିଲା ଆଉ ସେ ବାଘଟା ସାର୍ କଣ କରୁଥିଲା ତା ମୁହଁରେ ସବୁବେଳେ ସ୍ମାଇଲ ଥିଲା କଣ ଥିଲା ସ୍ମାଇଲ ଥିଲା ସେ ହସୁଥିଲା ବାଘଟା ଠିକ ଅଛି ପିଲାମାନେ ଆଉ ଦେଖିଲା ବେଳକୁ କଣ ହେଲା ସାର୍ ଖାଇ ଦେଇଛି ଆଉ ବିଶ୍ୱାସଘାତକତା ପିଲାମାନେ ତୁମେ ମାନେ ବିଶ୍ୱାସଘାତକତା କରିବନି ବାଘ ବଲିଆ ସେ ସାଙ୍ଗ ତାର ସାଙ୍ଗଟିଏ ଥିଲା ସାଙ୍ଗକୁ ତାର ଖାଇ ଦେଇଛି ତା ପିଠିରେ ଯାଉଥିଲା ଦୁଇ ଜଣ ଯାକ ଯୁଆଡେ ଗଲେ ବୁଲୁଥିଲେ ଲେକିନ ତାର ତା ପିଠିରେ ବସେଇକି ଆଣିବା କଥା ସେ ବାଟରେ ଭୋକ କଲା ଏମିତି ମାଙ୍କଡକୁ ଖାଇଦେଲା ତୁମେ ଧୋକା କାହାକୁ ଦେବନି ବୁଝିଗଲ ପିଲାମାନେ ଠିକ ଅଛି ଏଇଠି ଯାହା ଦେଇଛି ଦେଖ ଟିଚର ରିଡ୍ସ ଏଇଟା ତମର କିଛି ଦରକାର ନାହିଁ ପରୀକ୍ଷାରେ ଆସିବନି ମୁଁ ସେଥିପାଇଁ ଏହାକୁ ପଢାଉ ନାହିଁ ପଢେଇକି କିଛି ଲାଭ ନାହିଁ ଏଇଟା ଟିଚର ର କାମ ଅଛି ଯାହା ଅଛି ଠିକ ପିଲାମାନେ ଦେଖ ମୁଁ ନେକ୍ସଟ କ୍ଲାସରେ ପୁଣି ଆଣିବି ନେକ୍ସଟ କ୍ଲାସରେ କଣ ଆଣିବି ଏହାର ସବୁତକ କ୍ୱେଶ୍ଚନ କମ୍ପ୍ରିହେନସନ କ୍ୱେଶ୍ଚନ ଠୁ ଆରମ୍ଭ କରି ଯେତିକି ବି କ୍ୱେଶ୍ଚନ ଥିବ ସବୁ କ୍ୱେଶ୍ଚନ ମୁଁ ନେକ୍ସଟ କ୍ଲାସରେ ଆଣିବି ଠିକ ଅଛି ତୁମେ କଣ କରିବ ସବସ୍କ୍ରାଇବ କରିଦିଅ ଠିକ ସବସ୍କ୍ରାଇବ କର ଆଉ ସେୟାର ବି କର ଠିକ ଅଛି ପିଲାମାନେ ବାଏ ବାଏ ରହୁଛି ଆଉ ମୁଁ ଏତିକି ଚ୍ୟାଲେଞ୍ଜ ଦଉଛି ତମକୁ କଣ କରିବି ଓଏଭି ପାଇବା ପର୍ଯ୍ୟନ୍ତ ମୁଁ ଲଢିବି ତମ ସହିତ ଠିକ ଅଛି ବୁଝିଲ ପିଲାମାନେ ତୁମେ ବି ପରିଶ୍ରମ କର ମୁଁ ବି ପରିଶ୍ରମ କରିବି ଦୁଇ ଜଣ ଯାକ ମିଶିକିରି ପରିଶ୍ରମ କରିବା ଆଉ ସାରିଦବା ଠିକ ଅଛି ସବୁ ପାଇବାନି କାହିଁକି